ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ମୋର ଆନ୍ତରିକ ନମସ୍କାର। ଅନେକ ଖ୍ରୀଷ୍ଟ ବିରୋଧୀ ଅଛନ୍ତି ଯେଉଁମାନେ ଦାବି କରନ୍ତି ଯେ ଯୀଶୁ ଭାରତ ପାଇଁ କିଛି କରିନାହାନ୍ତି। ଆଜିର ଭିଡ଼ିଓରେ ଆମେ ସେମାନଙ୍କୁ ଦେଖାଇଦେବା ପ୍ରଭୁ ଯୀଶୁ ଭାରତ ପାଇଁ କ'ଣ କରିଛନ୍ତି। କେବଳ ଭାରତ ନୁହେଁ, ସମଗ୍ର ପୃଥିବୀ ପାଇଁ ପ୍ରଭୁ ଯୀଶୁ କ'ଣ କରିଅଛନ୍ତି। ଆଜିର ଭିଡ଼ିଓରେ ଆମେ ଜାଣିବା ଏବଂ ଖ୍ରୀଷ୍ଟ ବିରୋଧୀମାନେ ମଧ୍ୟ ଜାଣିବେ। ଆଜିର ଭିଡ଼ିଓରେ ଆମେ ଦେଖିବା କିପରି ଯୀଶୁଙ୍କର ଲୋକମାନେ 34ଟି, ଗୋଟିଏ କିମ୍ବା ଦୁଇଟି ନୁହେଁ, 34ଟି ବୈଜ୍ଞାନିକ ଆବିଷ୍କାର କରିଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ଆଜିର ଭିଡ଼ିଓ ଯୀଶୁଙ୍କର ଲୋକମାନଙ୍କୁ ଆନନ୍ଦିତ କରିବ ଏବଂ ଖ୍ରୀଷ୍ଟ ବିରୋଧୀମାନଙ୍କୁ ତୀର ଭଳିଆ ଲାଗିବ। ତେଣୁ ଚାଲନ୍ତୁ ବନ୍ଧୁଗଣ, ଆଜିର ଏହି ମଜାଳିଆ ଭିଡ଼ିଓକୁ ଆମେ ଆରମ୍ଭ କରିବା। ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସେହି 34ଟି ଆବିଷ୍କାର ବିଷୟରେ ଜଣାଇବା ପୂର୍ବରୁ ଆପଣମାନଙ୍କର ଜଣାଶୁଣା କେତୋଟି ଆବିଷ୍କାର ବା ଉଦ୍ଭାବନ ବିଷୟରେ ମୁଁ କହିବି, ଯାହାକୁ ପ୍ରଭୁ ଯୀଶୁଙ୍କର ଲୋକମାନେ ହିଁ ଆବିଷ୍କାର କରିଥିଲେ। ରେଡ଼ିଓ ଆବିଷ୍କାର କରିଥିଲେ ଗୁଗ୍ଲିଏଲ୍ମୋ ମାର୍କୋନି 1890 ମସିହାରେ, ଆଉ ଯିଏକି ଜଣେ ଖ୍ରୀଷ୍ଟିଆନ ଲୋକ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଲୋକ ଥିଲେ। ଏବଂ ଦ୍ୱିତୀୟ, ଟିଭି ବା ଟେଲିଭିଜନ, ଯାହାକୁ ଆମେ ଘରେ ଘରେ ଦେଖୁଅଛୁ, ତାକୁ ଆବିଷ୍କାର କରିଥିଲେ ଜନ୍ ଲୋଜି ବେୟର। 1926 ମସିହାରେ ସେ ଆବିଷ୍କାର କଲେ। ଆଉ ଇଏ ମଧ୍ୟ ଜଣେ ଥିଲେ ପ୍ରଭୁ ଯୀଶୁଙ୍କର ଲୋକ ବା ଖ୍ରୀଷ୍ଟିଆନ ଲୋକ। ଏବଂ ତୃତୀୟ ହେଉଛି କମ୍ପ୍ୟୁଟର, ଯାହାକୁ ଆମେମାନେ ଆଜିକାଲି ଅଧିକାଂଶ ଭାବରେ ବ୍ୟବହାର କରୁଛୁ। ସେ କମ୍ପ୍ୟୁଟର ତାକୁ ଆବିଷ୍କାର କରେ ଚାର୍ଲସ ବେବେଜ 1822 ମସିହା। ଆଉ ଇଏ ମଧ୍ୟ ଥିଲେ ଜଣେ ଖ୍ରୀଷ୍ଟିଆନ ଲୋକ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ମନୋଭାବ ରଖିଥିବା ଜଣେ ବ୍ୟକ୍ତି। ଏବଂ ଚତୁର୍ଥ, ମୋବାଇଲ ଆବିଷ୍କାର କଲେ ମାର୍ଟିନ କପର ଅଫ ମଟରୋଲା 1973 ମସିହା ଏପ୍ରିଲ ମାସ 3 ତାରିଖରେ ସେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ ଏବଂ ତାହା ପ୍ରକାଶିତ ହେଲା 2007 ମସିହାରେ ତାହା ପ୍ରକାଶ ପାଇଥିଲା। ତେବେ ଆଉ ମଧ୍ୟ ଦେଖିବା ସାଇକେଲ ଆବିଷ୍କାର କରିଥିଲେ କାର୍ଲ ଭନ୍ ରେସ୍ 1817 ମସିହାରେ, ଯିଏକି ଜଣେ ଖ୍ରୀଷ୍ଟିଆନ ଲୋକ ଥିଲେ। ଆଉ ବ୍ୟାଟେରୀ ବାହାର କଲେ ଆଲେସାଣ୍ଡ୍ରୋ ଭୋଲ୍ଟା। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନେ ଯାହା ବି କୁହନ୍ତୁ, ଆପଣ ପ୍ୟାଣ୍ଟ ସାର୍ଟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ବି ୟୁଜ୍ କରୁଛନ୍ତି, ସବୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୋକମାନଙ୍କର ହିଁ ଅବଦାନ ଅଟେ। ଏହିସବୁ ଛାଡ଼ିଦେଇ ଆହୁରି ଅନେକ ଉଦ୍ଭାବନ ଗୁଡ଼ିକ ରହିଅଛି, ଯାହା ଖ୍ରୀଷ୍ଟିଆନ ମାନଙ୍କର ଅବଦାନ ରହିଅଛି। ତେବେ ଚାଲନ୍ତୁ ସେଥିମଧ୍ୟରୁ ଆମେ ଅଳ୍ପ କିଛି ଆଲୋଚନା କରିବା। ଆମେ ବେଶୀ ନୁହେଁ, ମାତ୍ର 34ଟି ଖ୍ରୀଷ୍ଟିଆନ ଉଦ୍ଭାବନ ବା ଆବିଷ୍କାର ବିଷୟରେ ଆମେମାନେ ଆଲୋଚନା କରିବା। ନମ୍ବର 1, ରବର୍ଟ ବୋଇଲେ 1627 ମସିହାରୁ 1691। ସେ କହିଥିଲେ ଯେ ବିଜ୍ଞାନର ଗଭୀର ବୁଝାମଣା ହେଉଛି ଈଶ୍ୱରଙ୍କ ଉଚ୍ଚ ଗୌରବର ବିଷୟ ଅଟେ। ସେ ଗ୍ୟାସର ନିୟମକୁ ଆବିଷ୍କାର କରିଥିଲେ। ନମ୍ବର 2, ଆଣ୍ଟୋନି ଲାଭୋଇସେର 1743 ମସିହାରୁ 1794 ମସିହାରେ। ଇଏ ଜଣେ ରୋମାନ କ୍ୟାଥୋଲିକ ବିଶ୍ୱାସୀ ଅଟନ୍ତି। ଆଉ ଇଏ ଆଧୁନିକ ରସାୟନ ବିଜ୍ଞାନର ପ୍ରତିଷ୍ଠା କରିଥିଲେ। ଆଉ ଜ୍ୱଳନରେ ଅମ୍ଳଜାନର ଭୂମିକା କ'ଣ ରହିଅଛି, ଇଏ ଆବିଷ୍କାର କରିଥିଲେ। ଏବଂ ନମ୍ବର 3, ଲିଓନ ହାର୍ଡ ୟୁଲର 1707 ମସିହାରୁ 1783 ମସିହା। ଏ ବୈଜ୍ଞାନିକ ଜଣେ ପାଳକଙ୍କ ପୁତ୍ର ଥିଲେ। ଆଉ ଇଏ ମଧ୍ୟ ଜଣେ ଗାଣିତିକ ଥିଲେ ଏବଂ ଗଣିତର ମଧ୍ୟ ଅନେକ ବିଷୟ ସେ ଆବିଷ୍କାର କରିଛନ୍ତି। ନମ୍ବର 4, ମାଇକେଲ ଫ୍ୟାରାଡେ 1791 ମସିହାରୁ 1867, ଅର୍ଥାତ୍ ତାଙ୍କର ଜନ୍ମ ହେଲା 1791 ମସିହା ଏବଂ ମୃତ୍ୟୁ ହୋଇଥିଲା 1867 ମସିହା। ତାଙ୍କର ଜୀବନ କାଳ ମଧ୍ୟରେ ସେ କ'ଣ ଆବିଷ୍କାର କଲେ ଆମେ ଦେଖିବା। ଆଉ ଇଏ ସାଣ୍ଡେମାନିଆ ଚର୍ଚ୍ଚ ଜଣେ ସଦସ୍ୟ ଏବଂ ପ୍ରାଚୀନ ମଧ୍ୟ। ଆଉ ଇଏ ବିଦ୍ୟୁତ ଚୁମ୍ବକର ଆବିଷ୍କାର କରିଥିଲେ। ନମ୍ବର 5, ଜେମ୍ସ କ୍ଲର୍କ ମ୍ୟାକ୍ସୱେଲ 1831 ମସିହାରୁ 1879 ମସିହା। ଇଏ ବୈଜ୍ଞାନିକ ସଙ୍ଗେ ସଙ୍ଗେ ସୁସମାଚାର ପ୍ରଚାରକ ମଧ୍ୟ ଥିଲେ। ଆଉ 14 ବର୍ଷ ବୟସରେ
ସେ ବାଇବେଲକୁ ନିଜ ହୃଦୟ ମଧ୍ୟରେ ରଖିଥିଲେ ଆଉ ବିଦ୍ୟୁତ ଆଉ ଗତିଜ ଶକ୍ତିର ଇଏ ଆବିଷ୍କାର କରିଥିଲେ। ନମ୍ବର 6 ଗ୍ରେଗର ମେଣ୍ଡେଲ 1822 1884 ଆଉ ରୋମାନ କ୍ୟାଥୋଲିକ ଇଏ ଜଣେ ଥିଲେ। ଇଏ ଜଣେ ରୋମାନ କ୍ୟାଥୋଲିକ ବ୍ୟକ୍ତି ଥିଲେ ଆଉ ଇଏ ଗଣିତର ଅନେକ ନିୟମର ଆବିଷ୍କାର କରିବା ସଙ୍ଗେ ସଙ୍ଗେ ବିଜ୍ଞାନର ଜେନେଟିକ ତଥ୍ୟର ମଧ୍ୟ ଆବିଷ୍କାର କରିଥିଲେ। ଏବଂ ନମ୍ବର 7 ଅର୍ଥର କମ୍ପଟନ 1892 1962 ଏ ବାପ୍ଟିଷ୍ଟ ଚର୍ଚ୍ଚର ଜଣେ ଡିକନ ଅଟନ୍ତି ଆଉ ଇଏ ଆଲୋକର ତରଙ୍ଗର ଆବିଷ୍କାର କରିଥିଲେ। ଆଉ ନମ୍ବର 8 ରୋନାଲ୍ଡ ଫିସର 1890 1962 ଅନେକ ଧାର୍ମିକ ନିୟମକୁ ସେ ଲେଖିଥିଲେ। ଏକ୍ସପେରିମେଣ୍ଟାଲ ଡିଜାଇନର ସେ ଆବିଷ୍କାର କରିଥିଲେ। ନମ୍ବର 9 ବେର୍ନହାର୍ଡ ରିମନ 1826 1866 ଏ ଲୁଥରାନ ପାଷ୍ଟରଙ୍କର ଜଣେ ପୁତ୍ର ଥିଲେ। ଜ୍ୟାମିତିକ ଅନେକ ବିଷୟର ଆବିଷ୍କାର କରିଥିଲେ ଆଉ ଅନେକ ଗଣିତ ସୂତ୍ର ମଧ୍ୟ ଇଏ ଆବିଷ୍କାର କରିଛନ୍ତି। ନମ୍ବର 10 ଜର୍ଜେସ ଲେମ୍ପଟେୟାର 1894 1966 ଇଏ ଜଣେ ରୋମାନ କ୍ୟାଥୋଲିକ ପ୍ରିଷ୍ଟ ଅଟନ୍ତି ଆଉ ଅଣୁ ବିଷୟରେ ଅନେକ ତଥ୍ୟ ବାହାର କରିଥିଲେ ଏବଂ ତା ସହିତ ଗ୍ୟାଲେକ୍ସିରେ ଥିବା ତାରା ଗ୍ରହ ମାନଙ୍କର ଗତିବିଧି ଆଉ ସବୁ ମଧ୍ୟ ଇଏ ନିରୀକ୍ଷଣ କରିଥିଲେ। ଆଉ ନମ୍ବର 11 ହେଉଛି ଆଇଜାକ ନ୍ୟୁଟନ, ଯାହାଙ୍କ ବିଷୟରେ ଆପଣ ନିଶ୍ଚୟ ରୂପେ ଶୁଣିଥିବେ। 1643 1777 ଆଉ ଅନେକ ସମୟ ବାଇବେଲ ଅଧ୍ୟୟନରେ ବିତେଇଥିଲେ ଆଉ ଗଣିତ ଏବଂ ଫିଜିକ୍ସର ମଧ୍ୟ ତାଠାରୁ ମଧ୍ୟ ଅଧିକ ସେ ବାଇବେଲକୁ ଗୁରୁତ୍ୱ ଦେଉଥିଲେ ଆଉ ଗତିର ଉଦ୍ଭାବନ କରିଥିଲେ। ପ୍ରଥମେ ଟେଲିସ୍କୋପ ନିର୍ମାଣ କରିଥିଲେ ଆଉ ସେ ଆବିଷ୍କାର କରିଥିଲେ ଯେ ସୂର୍ଯ୍ୟାଲୋକ ହିଁ 7ଟି ରଙ୍ଗକୁ ତିଆରି କରିଛି। ଆଉ ନମ୍ବର 12 ଚାର୍ଲସ ଡାଉନେସ 1915 2015 ଆଉ ୟୁନାଇଟେଡ୍ ଚର୍ଚ୍ଚର ଏଇ ଜଣେ ମେମ୍ବର ଥିଲେ ଆଉ ଧର୍ମ ଏବଂ ବିଜ୍ଞାନ ଉପରେ ଆଧାରିତ ଅନେକ ବହି ଲେଖିଥିଲେ। ସେ କହିଥିଲେ ଧର୍ମ ବିଜ୍ଞାନ ଠାରୁ ଉର୍ଦ୍ଧ୍ୱରେ ବୋଲି। ଆଉ ଲାସର ମାସର ଉଦ୍ଭାବନ ସେ କରିଥିଲେ। ଏବଂ ନମ୍ବର 13 ମେରି ଆନିଂ 1799 1847 ଅଧିକ ସମୟ ବାଇବେଲ ଷ୍ଟଡିରେ ସେ ସମୟ ବିତାଉଥିଲେ ଆଉ ସ୍ପେସ ବିଷୟରେ ଅନେକ ତଥ୍ୟ ଆବିଷ୍କାର କରିଥିଲେ। ନମ୍ବର 4 ୱିଲାର ଗିବ୍ସ 1839 1903 ଆଉ ଇଏ ଭେକ୍ଟର ଆନାଲିସିସର ଆବିଷ୍କାର କରିଥିଲେ। ନମ୍ବର 15 ଜନ୍ ଡାଲ୍ଟନ ଆଉ 1766 1844 ଅଣୁ ଏବଂ ପରମାଣୁ ତତ୍ତ୍ୱର ଆବିଷ୍କାର କରିଥିଲେ। ଆଉ ନମ୍ବର 16 କାର୍ଲ ଫ୍ରେଡରିକ ଗାଉସ 1777 1855 ସେ ଆବିଷ୍କାର କରିଥିଲେ ଯେ ବିଜ୍ଞାନ ଏବଂ ଈଶ୍ୱରଙ୍କ ଭିତରେ ଗଭୀର ସମ୍ପର୍କ ରହିଛି। ଗୁସେସ ଲର ଆବିଷ୍କାର ମଧ୍ୟ କରିଥିଲେ। ଏବଂ ନମ୍ବର 17 ଚାର୍ଲସ ବାର୍କଲା 1877 1944 ଇଏ ବିଶ୍ୱାସ କରୁଥିଲେ ଯେ ବିଜ୍ଞାନ ଈଶ୍ୱରଙ୍କର ଏକ ଅଂଶ ଅଟେ। ଇଏ ମଧ୍ୟ ଅଣୁ ଏବଂ ପରମାଣୁର ଅନେକ ତତ୍ତ୍ୱ ଆବିଷ୍କାର କରିଥିଲେ। ନମ୍ବର 18 ଜର୍ଜ ୱାଶିଂଟନ କାର୍ଭର 1864 1943 ଇଏ ଜଣେ ବାଇବେଲ କ୍ଲାସ ଲିଡର ଥିଲେ। ଚାଷ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ ଯାହା ବିଜ୍ଞାନ ଦ୍ୱାରା ସମ୍ପର୍କିତ ଅଟେ। ଆଉ ନମ୍ବର 19 ଫ୍ରାନ୍ସିସ୍ କୋଲିନ୍ସ 1950 ଆଜି ପର୍ଯ୍ୟନ୍ତ ମଧ୍ୟ ଜୀବିତ ଅଟନ୍ତି। ଇଏ ଅନେକ ରୋଗ ଏବଂ ତାର ସମାଧାନ ବିଷୟରେ ଆବିଷ୍କାର କରିଥିଲେ। ଆଉ ନମ୍ବର 20 ହେଉଛି ଆର୍ନେଷ୍ଟ ୱାଲ୍ଟନ 1903 1995 ସେ କହିଥିଲେ ଈଶ୍ୱରଙ୍କୁ ଜାଣିବା ନିମନ୍ତେ ବିଜ୍ଞାନ ମଧ୍ୟ ଏକ ରାସ୍ତା ଅଟେ। ଇଏ ମଧ୍ୟ ଅଣୁ ପରମାଣୁ ସମ୍ପର୍କରେ ଅନେକ ଗାଣିତିକ ସୂତ୍ର ଆବିଷ୍କାର କରିଥିଲେ। ନମ୍ବର 21 ଫ୍ଲୋରେନ୍ସ ନାଇଟିଙ୍ଗେଲ 1820 1910 ଏ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ ବିଷୟରେ ଆବିଷ୍କାର କରିଥିଲେ। ନମ୍ବର 22 ଜେ ଜେ ଥମସନ 1856 1940 ଇଏ ପ୍ରତିଦିନ ବାଇବେଲ ଅଧ୍ୟୟନ ଏବଂ ଧ୍ୟାନ କରୁଥିଲେ ଆଉ କେମିଷ୍ଟ୍ରିରେ ଅଧିକ ଶକ୍ତିଶାଳୀ ଅଂଶକୁ ଇଏ ଆବିଷ୍କାର କରିଥିଲେ। ଆଉ ନମ୍ବର 23 ଆଲେସାଣ୍ଡ୍ରୋ ଭୋଲ୍ଟା 1745 1827 ଇଏ ଇଲେକ୍ଟ୍ରିକ ବ୍ୟାଟେରୀର ଉଦ୍ଭାବନ କରିଥିଲେ। ନମ୍ବର 24 ବ୍ଲେସ ପାସ୍କାଲ 1623 ଆଉ 1662
ଇଏ ମେକାନିକାଲ କାଲକୁଲେଟର ଉଦ୍ଭାବନ କରିଥିଲେ। ଆଉ ନମ୍ବର 25 ୱିଲିୟମ ଥମସନ, ଆଉ ଯାହାଙ୍କୁ ଲର୍ଡ କେଲଭିନ ମଧ୍ୟ କୁହାଯାଏ। ଆଉ 1824ରୁ 1907 ଇଏ ତାପମାନର ନିୟମର ଆବିଷ୍କାର କରିଥିଲେ। ଆଉ ନମ୍ବର 26 ଚାର୍ଲସ ବେବେଜ, 1791ରୁ 1871, ଆଉ ଯିଏକି କମ୍ପ୍ୟୁଟରର ଆବିଷ୍କାର କରିଥିଲେ ବା ଉଦ୍ଭାବନ କରିଥିଲେ। ନମ୍ବର 27 ୱେର୍ନେର ହେସେନବର୍ଗ, 1901ରୁ 1970, ଆଉ କ୍ୱାଣ୍ଟମ ମେକାନିକ୍ସର ଇଏ ଆବିଷ୍କାର କରିଥିଲେ ବା ଉଦ୍ଭାବନ କରିଥିଲେ। ଆଉ ନମ୍ବର 28 ଆଲବ୍ରେcht ଭୋନ୍ ହାଲର, 1708ରୁ 1777, ଆଉ ଇଏ ମଡର୍ଣ୍ଣ ସାଇକେଲର ଉଦ୍ଭାବକ ଥିଲେ। ଆଉ ନମ୍ବର 29 ନିକୋଲାସ ଟେନୋ, 1638ରୁ 1686, ଆଉ ଜିଓଲୋଜି ଆଉ ଷ୍ଟେଟଗ୍ରାଫିର ଇଏ ଜଣେ ଉଦ୍ଭାବକ ଥିଲେ। ଆଉ 30 ନମ୍ବର ହମ୍ଫ୍ରେ ଡେଭି, 1778ରୁ 1829, ଆଉ ଇଲେକ୍ଟ୍ରିକାଲ ନେଚରର ଉଦ୍ଭାବକ ଥିଲେ। ଆଉ ମଧ୍ୟ ସେ ବୋରନ୍, ବେରିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଟାସିୟମ, ସୋଡିୟମର ଆବିଷ୍କାରକ ମଧ୍ୟ ଥିଲେ। ନମ୍ବର 31 ହେଉଛି ଆର୍ଥର ଏଡିଂଟନ, ଆଉ 1882ରୁ 1944 ପରମାଣୁ ବିଷୟରେ ମଧ୍ୟ ଅନେକ ପରୀକ୍ଷା ସେ କରିଥିଲେ ଏବଂ ଆବିଷ୍କାର କରିଥିଲେ। ନମ୍ବର 32 ଜନ୍ ଆଲବ୍ରସ୍ ଫ୍ଲେମିଂ, 1849ରୁ 1945 ଇଲେକ୍ଟ୍ରିକ ଏଜ୍ର ଆବିଷ୍କାର କରିଥିଲେ। ନମ୍ବର 33 ସାମୁଏଲ ମୋର୍ସ, 1791ରୁ 1872, ଆଉ ସିଙ୍ଗଲ ୱାର ଟେଲିଗ୍ରାଫର ଆବିଷ୍କାର କରିଥିଲେ। ନମ୍ବର 34 ଜନ୍ ଏକ୍ଲେସ, 1903ରୁ 1997 ଫିଜିଓଲୋଜି ଏବଂ ମେଡିସିନ ବିଷୟରେ ସେ ସେ ଆବିଷ୍କାର କରିଥିଲେ ଏବଂ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ କିଛି ରହିଲା ଆଜି ଆମେ ଆଲୋଚନା କଲେ ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଲୋକମାନେ ଆବିଷ୍କାର କରିଥିଲେ। ଆଉ ଏ ସମସ୍ତ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟ ଲୋକମାନେ କଲେ, ଆଉ ଯେଉଁମାନେ ଯୁକ୍ତି କରନ୍ତି ଯେ ଭାରତ ପାଇଁ କ'ଣ କରିଛନ୍ତି, ତେବେ ଭାରତର ଲୋକମାନେ ଏ ସମସ୍ତ ବିଷୟକୁ ଆଜି ମଧ୍ୟ ବ୍ୟବହାର କରୁଛନ୍ତି। ଆଉ ଏମାନେ ଯେଉଁ ଯେଉଁ ବୈଜ୍ଞାନିକ ବିଷୟ ସବୁ ଆବିଷ୍କାର କଲେ ସେ ସମସ୍ତ ବିନା ମଣିଷ ବଞ୍ଚିବା ଅସମ୍ଭବ ଅଟେ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ଭାରତ ନୁହେଁ, ସମଗ୍ର ପୃଥିବୀ ପାଇଁ ସେ ଏକ ମହାନ କାମ କରିଛନ୍ତି। ସବୁଠାରୁ ବଡ଼ ବିଷୟ ହେଉଛି ସେ ସମଗ୍ର ଜଗତର ପାପ ନିମନ୍ତେ କ୍ରୁଶ ଉପରେ ବଳିଦାନ ହୋଇଛନ୍ତି, ସମସ୍ତ ପାପକୁ କ୍ଷମା କରିଛନ୍ତି ଏବଂ ପରିତ୍ରାଣ ନିମନ୍ତେ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଯଥେଷ୍ଟ ଅଟନ୍ତି। ସମସ୍ତଙ୍କ ଆନ୍ତରିକ ନମସ୍କାର। ପୁଣି ଦେଖାବ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।